ସାଥୀଗଣ, ଆଜି ଆମେ ରବିବାର 26 ତାରିଖ ଅକ୍ଟୋବର ମାସ 26 ତାରିଖ ରବିବାର ବିଷୟରେ ଦୈନିକ ରାଶିଫଳ ଅଧ୍ୟୟନ କରିବା, ବୁଝିବା, ଜାଣିବା, ଅବଗତ ହେବା ଯେ କେଉଁ ରାଶି ଆଜି ରବିବାର କି ପ୍ରକାର ସୁଖ ବା ଦୁଃଖକୁ ଲବ୍ଧ କରିବ। ହଁ ବନ୍ଧୁ, ଆଜି ମୁଖ୍ୟତଃ ସୂର୍ଯ୍ୟାସ୍ତ ହେଲା 5ଟା 14 ପରେ। 5ଟା 14 ପରେ ସୂର୍ଯ୍ୟାସ୍ତ। ଅଶୁଭ ସମୟ 3ଟା 47ରୁ 5ଟା 11 ମଧ୍ୟରେ। 3ଟା 47ରୁ 5ଟା 11 ମଧ୍ୟରେ। ମେଷ ରାଶିର ଘାତ ବାର। ମେଷ ରାଶିର ଘାତ ବାର। ଆଉ କୁମ୍ଭ ରାଶି ପୁରୁଷଙ୍କର ଘାତ ଚନ୍ଦ୍ର। ସିଂହ ରାଶିର ଘାତ ଚନ୍ଦ୍ର। ବୃଷ, ମିଥୁନ, ସିଂହ, କନ୍ୟା, ମକର ରାଶିର ମହିଳାଙ୍କର ଘାତ ଚନ୍ଦ୍ର। ବୃଷ, ମିଥୁନ, ସିଂହ, କନ୍ୟା, ମକର ରାଶିର ମହିଳାଙ୍କର ଘାତ ଚନ୍ଦ୍ର। କୁମ୍ଭ ରାଶି ପୁରୁଷଙ୍କର ଘାତ ଚନ୍ଦ୍ର। ତେଣୁ ଏମାନେ ସମସ୍ତେ ଯେଉଁ ରାଶି କଥା କହିଲି, ଯଥା ବୃଷ, ମିଥୁନ, ସିଂହ, କନ୍ୟା, ମକର, କୁମ୍ଭ, ଏମାନେ ଟିକେ ଈଶ୍ୱରଙ୍କ ଶରଣାପନ୍ନ ହେବା ଉଚିତ। କହି ହେଉନି କେତେବେଳେ କ'ଣ ଘଟିପାରେ। ବିଧି ବିଧାନ ବିଚିତ୍ର। ସବୁବେଳେ ଏଟା ମନେ ରଖିଥିବେ, ବିଧି ବିଧାନ ବିଚିତ୍ର। କାଳସ୍ୟ କୁଟିଳା ଗତି। କାଳସ୍ୟ କୁଟିଳା ଗତି। ଦେଖିବା, ଶୁଣିବା, ଜାଣିବା ଯେ ଆଜି ସକାଳ 10ଟା 46 ଯାଏ, ମେଷରାଶି କଥା କହୁଛି, ରବିବାର କଥା କହୁଛି, 26 କଥା କହୁଛି। 26 ରବିବାର, 26 ତାରିଖ ରବିବାର ସକାଳ 10ଟା 46 ଯାଏ ମେଷ ରାଶିର ଅଶୁଭ ସମୟ। ସକାଳ 10ଟା 46 ଯାଏ ମେଷ ରାଶିର ଅଶୁଭ ସମୟ। 10ଟା 46 ଯାଏ ଶାରୀରିକ ଅସୁସ୍ଥତା ରହିବ। ଆଉ ତା ପରଠାରୁ ସୁସ୍ଥ ହୋଇ ବିଭିନ୍ନ କର୍ମ ପ୍ରତି ଆଗ୍ରହୀ ହେବେ। ଦେହ ମନ ଭଲ ରହିବ। ଅନ୍ଧାର ପରେ ଆଲୋକ ଆସିଲା ପରି ଆଜି ନାନାବିଧ ସୁଖ ତୁମ ଦୁଆରକୁ ଆସି ତୁମର କବାଟକୁ ବାଡ଼େଇବ। କହିବ, କବାଟ ଖୋଲ, ମୁଁ ଆସିଗଲି। ତୁମକୁ ଆନନ୍ଦ ମିଳିବ। ଅଧିକ ବିକାଶ ହେବ। ଆର୍ଥିକ ଉନ୍ନତି ହେବ। ପାରିବାରିକ ଶାନ୍ତି ମିଳିବ। ଆଉ ଲୋକ ସମ୍ପର୍କ ବଢ଼ିବ। ତା ଛଡ଼ା ବନ୍ଧୁ ମିଳନ ବି ହେବ। ମେଷ ରାଶିର 10ଟା 46 ଯାଏ ସମସ୍ୟା, ତାପରେ ଭଲ ଭଲ ଭଲ। ବୃଷ କଥା, ଯେଣୁ ବୃଷ ରାଶି ପାଇଁ ସକାଳ 10ଟା 45 ଯାଏ ଶୁଭ ଅଛି। ବୃଷର ଶୁଭ ସକାଳ 10ଟା 45 ଯାଏ, ତାପରେ ଅଶୁଭ ଟାଇମ୍ ଆରମ୍ଭ ହେଲା ବୃଷର। ତେଣୁ ଏହି ସମୟ ଭିତରେ 10ଟା 45 ଭିତରେ କର୍ମ କ୍ଷେତ୍ରକୁ ଯାଇ କର୍ମରେ ମନ ଦିଅନ୍ତୁ। କୌଣସି ସ୍ଥାନକୁ ଯିବାକୁ ଥିଲେ ଯାଆନ୍ତୁ। ମଞ୍ଜି ବା ଗଛ ଲଗାଇବାର ଥିଲେ ଏଇ 10ଟା 45 ମଧ୍ୟରେ ଲଗାନ୍ତୁ। ଡାକ୍ତରଙ୍କୁ ଦେଖା କରନ୍ତୁ, ଶୀଘ୍ର ଆରୋଗ୍ୟ ଲାଭ କରିବେ। ତାପରେ 10ଟା 45 ପରଠାରୁ ଦେହ ଅସୁସ୍ଥ ହେବ। କଳହ ହୋଇପାରେ। ଭଲରେ ମନ୍ଦ ଦେଖାଦେବ। ପ୍ରିୟ ଲୋକ ଅନୁଚିତ ବ୍ୟବହାର କରିବେ। ଶାନ୍ତି ବିଘଟନ ହେବ। ଖାଲି ଦୁଃଖ ଦୁଃଖ ଦୁଃଖ। ବନ୍ଧୁଗଣ, ମେଷ ପାଇଁ ଆଉ ପଛେ ଛାଡ଼ିଗଲି। 10ଟା 45 ପରେ ଅଶ୍ୱିନୀ ମେଷର, ଆଉ 10ଟା 45 ପରେ ରୋହିଣୀ ବୃଷର। 10ଟା 45 ପରେ ମେଷ ବୃଷ କଥା କହିଲି। ଅଶ୍ୱିନୀ ମେଷର ଖରାପ ପଡ଼ିବ, ରୋହିଣୀ ବୃଷର ଖରାପ ପଡ଼ିବ। ଏବେ ମିଥୁନ କଥା ଆଲୋଚନା କରିବା। ମିଥୁନର 10ଟା 46 ପରେ ଆର୍ଦ୍ରା ମିଥୁନର ଖରାପ ପଡ଼ିବ। କର୍କଟ ରାଶି, ମିଥୁନ ରାଶି ପାଇଁ 10ଟା 45 ଭିତରେ ଯଦି ମିଥୁନ ରାଶିର କୃଷକ, ବ୍ୟବସାୟୀ, ମାଳି, ଓକିଲ ପ୍ରଭୃତି ବିଭାଗୀୟ ବ୍ୟକ୍ତିଗଣ ବୃତ୍ତି, ବ୍ୟବସାୟ ବା ସେବା ଆରମ୍ଭ
କରନ୍ତି ତେବେ ଲାଭପ୍ରଦ ହେବେ। 10ଟା 45 ଭିତରେ ଯଦି ମିଥୁନ ରାଶିର କୃଷକ, ବ୍ୟବସାୟୀ, ମାଳି, ଓକିଲ ପ୍ରଭୃତି ବିଭାଗୀୟ ବ୍ୟକ୍ତିଗଣ ବୃତ୍ତି, ବ୍ୟବସାୟ ବା ସେବା ଆରମ୍ଭ କରନ୍ତି ତେବେ ଲାଭରେ ରହିବେ। ଅଧିକରୁ ଅଧିକ ଲାଭ ହେବ, ଯଥେଷ୍ଟ ବେଶୀ ଧନ ଆସିବ, ସମ୍ମାନ, ଆଦର, କ୍ଷମତା, ଯଶ ମିଳିବ। ପରେ ଆରମ୍ଭ କଲେ 10ଟା 46 ପରେ କାମ ଆରମ୍ଭ କଲେ ଖାଲି ମନ ଲାଖି ଧନ ସିନା ମିଳିବ କିନ୍ତୁ ଦେହ ମନ ଭଲ ରହିବନି। ତେଣୁ ମିଥୁନ ରାଶିର 10ଟା 45 ପରେ ଆର୍ଦ୍ରା ମିଥୁନର ଅଶୁଭ ସମୟ ଆରମ୍ଭ ହେବ। ଏବେ ଯିବା କର୍କଟ ପାଖକୁ। କର୍କଟ ରାଶି ପାଇଁ ଏକ ଅଭୂତପୂର୍ବ ଦିନ ଆଜି। ସେମାନେ ସୂର୍ଯ୍ୟୋଦୟ ଠାରୁ ପରଦିନ ସୂର୍ଯ୍ୟୋଦୟ ଯାଏ କେବଳ ସୁଖ ପାଇ ଖୁସି ହେବେ। ମାତ୍ର ସକାଳ 10ଟା 45 ପରେ କୌଣସି କାର୍ଯ୍ୟ ଆରମ୍ଭ କଲେ ବଢ଼ିଆ ଲାଭ ହେବ। 10ଟା 45 ପର୍ଯ୍ୟନ୍ତ ଅନ୍ୟାନ୍ୟ କାମ କରନ୍ତୁ, କୌଣସି ଶୁଭ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। 10ଟା 45 ପରେ କାର୍ଯ୍ୟ ଆରମ୍ଭ କରନ୍ତୁ, ବଢ଼ିଆ ଲାଭ ହେବ, ବହୁତ ଧନାଗମ ହେବ, ଆଦର ସମ୍ମାନ ମିଳିଯିବ, ଶତ୍ରୁ ମିତ୍ର ଭଳି ବ୍ୟବହାର କରିବେ, ଦେହ ମୁଣ୍ଡ ଠିକ୍ଠାକ୍ ରହିବ, ଶାନ୍ତି ଓ ସୁଖ ମିଳିବ, କଳ୍ପନା ସତ୍ୟ ହେବ, ସ୍ୱପ୍ନର ବିକାଶ ହେବ। ଏବଂ 10ଟା 45 ପରେ ପୁଷ୍ୟା କର୍କଟର ଅଶୁଭ ସମୟ ଆରମ୍ଭ ହେବ। 8/4 ସିଂହ କଥା ବୁଝିବା। ଦିନ 10ଟା 45 ଯାଏ ଅସୁସ୍ଥ ଥିବା, ମାନସିକ ଅଶାନ୍ତ ଥିବା ସିଂହ ରାଶିର ଲୋକଙ୍କୁ ଶାନ୍ତି ଓ ସୁଖ ମିଳିବ। ଦିନ 10ଟା 45 ଯାଏ ଅସୁସ୍ଥ ଥିବା, ମାନସିକ ଅଶାନ୍ତ ଥିବା ସିଂହ ରାଶିର ଲୋକଙ୍କୁ ଶାନ୍ତି ଓ ସୁଖ ମିଳିବ। ରୋଗର ପୀଡ଼ା କମିଯିବ, ସମ୍ମାନ ଫେରିଆସିବ, ନାନାବିଧ ସୁଖ ମିଳିବ, ଆୟ ବି ବଢ଼ିଯିବ, ବହୁ ଜନସମ୍ପର୍କ ବଢ଼ିବ। ଦିନ ବଢ଼ୁଥିଲେ ସୁଖ ବଢ଼ୁଥିବ, ମନସ୍କାମନା ପୂରଣ ହେବ। 10ଟା 45 ପରେ ମଘା ନକ୍ଷତ୍ରର ଅଶୁଭ ସମୟ ଆସିବ। କନ୍ୟା ପାଖକୁ ଯିବା। କନ୍ୟା ପାଇଁ କେବଳ ସକାଳ 10ଟା 45 ଯାଏ ଶୁଭ ଓ ଶାନ୍ତି। ସୁତରାଂ 10ଟା 45 ଯାଏ ଶୁଭ ଶାନ୍ତି ରହୁଥିବାରୁ ଆରି ଭିତରେ ସବୁ କାର୍ଯ୍ୟ ଆରମ୍ଭ କରିଦିଅନ୍ତୁ। ଏଣୁ ଏହି ସୀମିତ ସମୟ ମଧ୍ୟରେ 10ଟା 45 ମଧ୍ୟରେ କର୍ମକ୍ଷେତ୍ରକୁ ବାହାରି ପଡ଼ନ୍ତୁ। ପରେ ଅସୁସ୍ଥ ହୋଇଯିବେ, ଦେହ ଖରାପ ହେବ, ଶାନ୍ତି ଭଙ୍ଗ ହେବ। ହସ୍ତା ନକ୍ଷତ୍ର ଅଧିକ ଅସୁସ୍ଥ ହେବ, କଳହ ହେବ, ଅପଯଶ ମିଳିବ। ସାବଧାନ, ଯାହା କରିବେ 10ଟା 45 ପରେ, ତାପରେ ଅସୁସ୍ଥ ହୋଇଯିବେ। ତୁଳା ରାଶିର ସ୍ୱାତି ନକ୍ଷତ୍ର ପାଇଁ 10ଟା 45 ଠାରୁ ଅଶୁଭ ସମୟ ଆସିବ। ସମସ୍ତ ନକ୍ଷତ୍ର ପାଇଁ 10ଟା 45 ଯାଏ ତୁଳା ରାଶିଆଙ୍କ ମନ ଘର ନ ଧରି ଆକୁଳ ବ୍ୟାକୁଳ ହେବ। ତାପରେ ସବୁ ଠିକ୍ଠାକ୍ ହେଇଯିବ। 10ଟା 45 ପରେ ମନ ଘର ଧରିବ, ଧନ ବଢ଼ିବ, ଠିକ୍ଠାକ୍ ହୋଇଯିବ ସଂସାର, ଖାଲି ସୁଖ ମିଳିବ। ସମସ୍ତ ବୃତ୍ତି, ବ୍ୟବସାୟ, ସେବା, ଚାକିରି, ଯିଏ ଯାହା କରି ଜୀବିକା ଅର୍ଜନ କରନ୍ତି ତାହା ଠିକ୍ଠାକ୍ ଚାଲିବ। ଦେହ ମୁଣ୍ଡ ସୁସ୍ଥ ରହିବ, ଶାନ୍ତି ମିଳିବ, ରୁଚିକର ଭୋଜନ ମିଳିବ। କିନ୍ତୁ 10ଟା 45 ଯାଏ ଟିକେ ଅଶୁଭ ସମୟ ଅଛି, ବିରକ୍ତି ବୋଧ ହେବ। ତେଣୁ ବନ୍ଧୁ କରନ୍ତୁନି। 10ଟା 45 ଯାଏ ଧୈର୍ଯ୍ୟ ଧରି ସବୁ ସମ୍ଭାଳି ନିଅନ୍ତୁ, ପରେ ଆନନ୍ଦ ହେବ। ଏବେ ଯିବା ବିଛା ରାଶି ପାଖକୁ। ବିଛା ରାଶିର ଅନୁରାଧା ନକ୍ଷତ୍ରର ସକାଳ 10ଟା 45 ଠାରୁ ଅଶୁଭ ସମୟ ଆରମ୍ଭ ହେବ। ବିଛା ରାଶିର ଅନୁରାଧା ନକ୍ଷତ୍ରର ସକାଳ 10ଟା 45ରୁ ଅଶୁଭ ସମୟ ଆରମ୍ଭ ହେବ। 10ଟା 45 ଯାଏ ବିଛା ରାଶିର କୌଣସି ପ୍ରକାର ସମସ୍ୟା ନାହିଁ, ତେଣୁ ସେମାନେ ଶାନ୍ତିରେ ରହିବେ 10ଟା 45 ଯାଏ। 10ଟା 45 ପରଠାରୁ ମନ ଘର ଧରିବନି, ଖାଲି ଅସ୍ଥିର ହେବ, ଚଞ୍ଚଳ ହେବ, ଆକୁଳ ବ୍ୟାକୁଳ ହେବ। ଧନାଗମ ହେଲେ ବି, ରୁଚିକର ଖାଦ୍ୟ ଖାଇଲେ ବି, ପରିବାରରେ ଜୀବନସାଥୀ ଉତ୍ତମ ବ୍ୟବହାର କଲେ ବି ମନ ବୁଝିବନି, ମନ ଅଶାନ୍ତ ହେବ, ଦେହ ମୁଣ୍ଡ ଠିକ୍ଠାକ୍ ରହିବନି। ତେଣୁ ଧୈର୍ଯ୍ୟ ଆବଶ୍ୟକ।
ଏବେ ଧନୁ କଥା ବୁଝିବା। ଧନୁ ରାଶିର ମୂଳା ନକ୍ଷତ୍ରର 10ଟା 45 ସକାଳ ଠାରୁ ଅଶୁଭ ସମୟ ଆରମ୍ଭ ହେବ। ମାତ୍ର ଏ ଅଶୁଭତ୍ୱ ସମସ୍ୟା ଦେବନି। ଅଶୁଭ ହେଲେ ବି ସେମିତି କିଛି ନୁହଁ। ମୂଳା ପାଇଁ ସମସ୍ୟା ଆସିବ, ସେ କିଛି ନୁହଁ। ମାତ୍ର ମୂଳା ନକ୍ଷତ୍ର ପାଇଁ ଏକ ଆନନ୍ଦ ମୁଖର ଦିନ, ଏକ ଅଭୂତପୂର୍ବ ଆନନ୍ଦ ତାଙ୍କ ଦ୍ୱାରଦେଶରେ ଠିଆ ହେଇଛି। ତାଙ୍କୁ ସ୍ୱାଗତ କରିବ। ମୂଳା ନକ୍ଷତ୍ରକୁ ଖୁସି କରିଦେବ। 10ଟା 45 ପରେ ଧନୁ ରାଶିର ଦେହ, ମନ, ଖାଦ୍ୟପେୟ, ଧନ, ଯଶ, ବନ୍ଧୁ, ସାଥୀ ସମସ୍ତେ ଖୁସି ହେବେ। ଉତ୍ତମ ପରିବେଶ ସୃଷ୍ଟି କରିବେ। ଆନନ୍ଦ ପ୍ରବୃତ୍ତି ମିଳିବ ଧନୁ ରାଶିକୁ। ମକର ରାଶିର ଶ୍ରବଣା ନକ୍ଷତ୍ରର 10ଟା 45 ଠାରୁ ଅଶୁଭ କାଳ ଆରମ୍ଭ ହେବ। 10ଟା 45 ଯାଏ ସବୁ କାମ ଠିକ୍ ଠାକ୍ ଚାଲିବ। ପରେ ବ୍ୟୟ ବଢ଼ିଯିବ। ଶାରୀରିକ ରୋଗ, ଦୁଃଖ, ଯନ୍ତ୍ରଣା ଦେବ। ନାନା ସମସ୍ୟା ଘନେଇ ଆସିବ। ନିଜ କୁକର୍ମର କୁଫଳ ଭୋଗୁଛି ବୋଲି ମନ କହିବ। ପ୍ରିୟ ଲୋକ ଏ ଦୁଃଖ ସମୟରେ ପାଖରେ ନଥାଇ ଦୂରରେ ଥିବେ। ଭାରି ବାଧିବ। ଏବେ କୁମ୍ଭ କଥା ବୁଝିବା। କୁମ୍ଭ ରାଶିର ଶତବିଶା ନକ୍ଷତ୍ରର ସକାଳ 10ଟା 45ରୁ ଅଶୁଭ ସମୟ ଆରମ୍ଭ ହେବ। ନହେଲେ ଆଉ ସବୁ ଭଲ। କର୍ମକ୍ଷେତ୍ରରେ 10ଟା 45 ଯାଏ ସୁଖ, ଆନନ୍ଦ ଓ ଧନ ପାଇବେ। ପରେ ଅନ୍ୟ ସୁଖ ସରିଯିବ। 10ଟା 45 ପରେ ସୁଖ ସରିଯିବ। କେବଳ ଆୟ ଦିଗରେ ମନ ରହିବ। ବଢ଼ିଆ ଲାଭ ହେବ। ବ୍ୟବସାୟୀ ମାନଙ୍କର ଯଥେଷ୍ଟ ଆୟ ହେବ। ଓକିଲ, ଚିକିତ୍ସକ, ପୂଜକ ଓ ସେବକଙ୍କର ମନ ଲାଖି ଅର୍ଥ ମିଳିବ। ଖାଲି ଅର୍ଥ 10ଟା 45 ପରେ ଅର୍ଥ ଖାଲି ହେବ। ଅନ୍ୟ ସୁଖ ମିଳିବନି କିଛି। 10ଟା 45 ଯାଏ ସବୁ ସୁଖ ମିଳିବ। ଏବେ ଆମେ ଦେଖିବା ମୀନ କଥା। 10ଟା 45 ସକାଳ 10ଟା 45 ଠାରୁ ଉତ୍ତର ଭାଦ୍ର ନକ୍ଷତ୍ର ଅଶୁଭ ସମୟ ଆରମ୍ଭ ହେବ। 10ଟା 45 ପରଠାରୁ ଉତ୍ତର ଭାଦ୍ର ମୀନ ରାଶିର ଅଶୁଭ ସମୟ ଆରମ୍ଭ ହେବ। 10ଟା 45 ଯାଏ ଜଗି ରଖି ଚଳିଲେ ଭଲ। ନହେଲେ ଶୁଖିଲାରେ ଗୋଡ଼ ଖସିଯିବ, ମୁହଁ ମାଡ଼ି ପଡ଼ିଯିବେ। ତେଣୁ 10ଟା 45 ପରଠାରୁ ଅତି ଶୁଭ ସମୟ ଆରମ୍ଭ ହେବ। 10ଟା 45 ପରଠାରୁ ଅତି ଶୁଭ ସମୟ ଆରମ୍ଭ ହେବ। କର୍ମକ୍ଷେତ୍ରରେ, ବ୍ୟବସାୟରେ, ଚାକିରିରୁ ଯଥେଷ୍ଟ ବେଶୀ ଲାଭ ହେବ। ଯେଉଁମାନେ ସେବକ, ସେବାରୁ ମଧ୍ୟ ବିଶେଷ ଆନନ୍ଦ ମିଳିବ। ବାଣିଜ୍ୟରୁ ଆନନ୍ଦ, ସୁଖ, ଶାନ୍ତି, ଧନ, ଯଶ ଆଦି ମିଳିବ। ସୁଯୋଗ ଅପେକ୍ଷାରେ ଅଛନ୍ତି। 10ଟା 45 ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରୁହନ୍ତୁ। 10ଟା 45 ପରେ ସମସ୍ତ ମନସ୍କାମନା ପୂର୍ଣ୍ଣ ହେବ। ଯିଏ ଯେଉଁ ଦିଗରୁ ଅର୍ଥ ପାଉଛନ୍ତି, ପାଇବାର ଆଶା କରିଛନ୍ତି, ସେମାନେ ସମସ୍ତଙ୍କୁ 10ଟା 45 ପରେ ଧନ, ଯଶ, ସୁଖ, ଖାଦ୍ୟ, ବନ୍ଧୁ, ସନ୍ତାନ ଇତ୍ୟାଦି ଲୌକିକ, ପାରିବାରିକ, ସାମାଜିକ ସୁଖ ମିଳିବ। ବନ୍ଧୁ, ଆଜି ପାଇଁ ଏତିକି। ଈଶ୍ୱର ଚାହିଁଲେ ପୁଣି ଆସନ୍ତାକାଲି ଆପଣଙ୍କ ସହ ଦୁଃଖ ସୁଖ ହେବି। ରହିଲି, ନମସ୍କାର।